এই যে ଆପଣ ସ୍କ୍ରିନରେ ଦେଖୁଛନ୍ତି ଓଡିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲ। ଆପଣ ମାନେ ଜାଣିଥିବେ ସ୍କଲାରସିପ ପୋର୍ଟାଲ ରେ ଗୋଟେ ସାରା ସ୍କଲାରସିପ ଆପ୍ଲାଏ ହଉଛି। ଆପଣ ଯୋଉ ସ୍କଲାରସିପ ରେ ଏଲିଜିବଲ ଆଉ ଇଣ୍ଟରେଷ୍ଟେଡ ସେ ସ୍କଲାରସିପ କୁ ଆପଣ ଏଇ ପୋର୍ଟାଲ ସାହାଯ୍ୟରେ ଆପ୍ଲାଏ କରିପାରୁଛନ୍ତି। ସ୍କଲାରସିପ କାହିଁକି ଆପ୍ଲାଏ କରୁছে ଆପଣ ତ ନିହାତି ଭାବେ ଜାଣିଥିବେ ଟଙ୍କା ପାଇବା ପାଇଁ। ତ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯାଉଛି ସ୍କଲାରସିପ ଯୋଗେ। ତ ଏବେ ଗୋଟେ ସ୍କଲାରସିପ ର ଟଙ୍କା ଆସିଯାଇଛି ବ୍ୟାଙ୍କ ଆକାଉଣ୍ଟ କୁ। ମୁଁ ଆପଣଙ୍କୁ ମେସେଜ ବି ଦେଖେଇବି, ମେସେଜ ଆସି ସାରିଛି। ଆପଣଙ୍କୁ କେବଳ ସେ ମେସେଜ ଟା ଆସିଛି କି ନାହିଁ କେବଳ କହିବେ ହେଲା, କମେଣ୍ଟ ସେକ୍ସନ ଅଛି ସେଇଠି ଜଣେଇବେ। ମୁଁ ଜଣେଇବି କଣ ମେସେଜ ଆସିଛି, କଣ ସବୁ ଡିଟେଲ୍ସ ଲେଖା ହେଇଛି, କେଉଁ ସ୍କଲାରସିପ ର ଟଙ୍କା ଆସିଛି, କେତେ ଟଙ୍କା ଆସିଛି, କାହାକୁ ମିଳିଲା କାହାକୁ ମିଳିଲାନି ସବୁ କିଛି ଜାଣିବା ହେଲା। ଆଉ ଡେରି କରିବାନି, ଫଟାଫଟ ଜାଣିବା ସେ ବାବଦରେ ପୁରା ଡିଟେଲ୍ସ। ହେଲେ ତାହା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ଗୋଟେ କଥା, ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ, କାହିଁକି ନା ଏଇ ଟାଇପ ର ହେଲ୍ପଫୁଲ କଣ୍ଟେଣ୍ଟ ଆମର ଏଇ ଚ୍ୟାନେଲରେ ଦେଖିବାକୁ ପାଇଯିବେ। ସବସ୍କ୍ରାଇବ ତ କରିଦେବେ, ତା ସହିତ ବେଲ ଆଇକନକୁ ପ୍ରେସ କରି ଅଲ ରେ କ୍ଲିକ କରି ରଖିନିଅନ୍ତୁ, କାହିଁକି ନା ଭିଡିଓ ଯେତେବେଳେ ମନ ଆସୁଛି ସେତେବେଳେ ଆପଣଙ୍କ ପାଖରେ ସର୍ବପ୍ରଥମେ ନୋଟିଫିକେସନ ପହଞ୍ଚିଯିବ। ତ ବର୍ତ୍ତମାନ ଆପଣ ଦେଖନ୍ତୁ ଏଇ ସ୍କଲାରସିପ ପୋର୍ଟାଲ କୁ ଆସିବା ପରେ ପୁଣି ଥରେ କହିଦଉଛି ସ୍କଲାରସିପ ପୋର୍ଟାଲ କଣ, scholarship.odisha.gov.in ନହେଲେ ଓଡିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲ। ଯାହା ବି ଆପଣ ସର୍ଚ୍ଚ କରନ୍ତୁ ଏ ଦୁଇଟା ଭିତରୁ ଯୋଉଟା ସର୍ଚ୍ଚ କଲେ ଆସିଯିବ ପୋର୍ଟାଲଟି। ପୋର୍ଟାଲକୁ ଓପନ କରିବେ, ଓପନ କରିବା ପରେ ସ୍କ୍ରୋଲ ଡାଉନ କରିକି ଆସିବେ। ଏଠି ତ ଆପଣ ସ୍କିମ୍ସ ରେ ଦେଖିବାକୁ ପାଉଥିବେ ଭ୍ୟୁ ମୋର, ସିମ୍ପଲି ଆପଣ ଭ୍ୟୁ ମୋର ରେ କ୍ଲିକ କରିଦେବେ। କ୍ଲିକ କରିବା ପରେ ଏଠି ଆପଣ ଯେତିକି ବି ସ୍କଲାରସିପ ଅଛି ପୁରା ଡିଟେଲ୍ସ ଚେକ୍ କରିପାରିବେ। ଏଥିମଧ୍ୟରୁ କେଉଁ ସ୍କଲାରସିପ ର ଟଙ୍କା ଆସିଛି ସେଇଟା ତ କହିବି, ଫାଷ୍ଟ ମେସେଜ ଦେଖନ୍ତୁ। ବର୍ତ୍ତମାନ ସ୍କ୍ରିନ ରେ ଦେଖିବାକୁ ପାଉଥିବେ ମେସେଜ ଦେଖନ୍ତୁ, ଏଠି ଏଇ ଟାଇପ ର କିଛି ଆସିଛି। ୟୋର ଆକାଉଣ୍ଟ ନମ୍ବର ଥିବ, ହାଜ ବିନ୍ କ୍ରେଡିଟେଡ ବାଇ INR 4000 ଅନ୍ 22 ନଭେମ୍ବର 2024 ବାय APB ପ୍ରି ମାଟ୍ରିକ ସ୍କଲାରସିପ OBC ଲେଖା ହେଇଛି। ଏଇଟା OBC କାହିଁ ଲେଖା ହେଇଛି କହିଲେ, ଆପଣଙ୍କର ଯୋଉ ଟଙ୍କା ଆସିଥିବ ଆପଣଙ୍କର କେଉଁ କ୍ୟାଟେଗୋରୀ, SC ନା ST ନା OBC ନା SCBC ନା BC, ଆପଣ ଯୋଉ କ୍ୟାଟେଗୋରୀର ହେଇଥିବେ ସେଇ କ୍ୟାଟେଗୋରୀଟା ଏଇଠି ଲେଖା ହେଇଥିବ। ବୁଝିପାରିଲେ ନା? ଏଇଟା କେଉଁ ସ୍କଲାରସିପ ର ଟଙ୍କା ଆସିଛି, ପ୍ରି ମାଟ୍ରିକ ର। କେତେ ଟଙ୍କା, 4000 ଟଙ୍କା। କେବେ ଆସିଛି, 22 ନଭେମ୍ବର 2024 4:35 PM ରେ ମେସେଜ ଆସିଛି। ଏବେ ଆପଣଙ୍କୁ ଓଡିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲ ରେ ସେ ସ୍କଲାରସିପ ଟା ଦେଖେଇ ଦଉଛି କୋଉ ସ୍କଲାରସିପ ଟା। ଏବେ ତ ଆପଣ ଜାଣିଗଲେ ପ୍ରି ମାଟ୍ରିକ, ଭଲ ଭାବରେ ଆଉ ଟିକେ ମୁଁ ଦେଖେଇ ଦଉଛି ଏଇଟା ଯୋଉ କେଉଁ ଡିପାର୍ଟମେଣ୍ଟ ଅଣ୍ଡର ରେ ଯାଉଛି। ଏଠି ଦେଖିବାକୁ ପାଉଥିବେ ST SC and MBC ୱେଲଫେୟାର ଡିପାର୍ଟମେଣ୍ଟ ଅଣ୍ଡର ରେ ଯାଉଛି ପ୍ରି ମାଟ୍ରିକ ସ୍କଲାରସିପ। କମ୍ପୋନେଣ୍ଟ 2 କଥା କହୁନି, ମୁଁ ପ୍ରି ମାଟ୍ରିକ ର କଥା କହୁଛି, ଯାହାକି 9th and 10th ଷ୍ଟୁଡେଣ୍ଟ ମାନଙ୍କ ପାଇଁ। ଏଠି ତ କିଛି ଡିଟେଲ୍ସ ମେନସନ ନଥିଲା କାହାକୁ କେତେ ଟଙ୍କା ମିଳିବ। ତ ଏଠି ମୁଁ ଡିଟେଲ୍ସ ରେ କ୍ଲିକ କରିକି ଦେଖେଇ ଦଉଛି ଏଠି କଣ ସବୁ ମେନସନ ଥିଲା। କ୍ୟାଟେଗୋରୀ OBC SCBC ଅଛି, ତା ସହିତ ଏଠି ଆପଣ SC ଦେଖିବାକୁ ପାଇଯିବେ, EBC ଦେଖିବାକୁ ପାଇଯିବେ, ST ଦେଖିବାକୁ ପାଇଯିବେ ହେଲା। ତ ଏଇ ଟାଇପ ର କ୍ୟାଟେଗୋରୀର ନେମ ଯାକ ଏଠି ଲେଖା ଯାଇଛି। ତାପରେ କ୍ଲାସ କୋର୍ସ ଦେଖିବାକୁ ପାଉଥିବେ, କ୍ଲାସ 9th and 10th ପାଇଁ ସ୍କଲାରସିପ ଟା। ତ ଏବେ ଯୋଉ ଟଙ୍କା ଆସିଛି କାହାର ଆସିଛି କହିଲେ, 2023-24 ର, 24-25 ନୁହେଁ, 2023-24 ଯୋଉମାନେ କି ଏବେ 10th ପାସ୍ କରିକି ଅଲରେଡି ଯାଇଛନ୍ତି ସେଇମାନଙ୍କର, ଆଉ ନହେଲେ ଏବେ ଚଳିତ ବର୍ଷ ଯୋଉମାନେ 10ମ ଶ୍ରେଣୀରେ ପଢୁଛନ୍ତି ସେଇମାନଙ୍କର। ବୁଝିପାରିଲେ ନା? 9th 10th ମାନେ ଏବେ ଯଦି +2 ଫାର୍ଷ୍ଟ ଇୟର ରେ ପଢୁଛନ୍ତି ତାହେଲେ ପୂର୍ବରୁ 10th ରେ ପଢୁଥିଲେ, 10th ଟାଇମ ରେ ଯଦି ଆପଣ ପ୍ରି ମାଟ୍ରିକ ସ୍କଲାରସିପ ଟା ଆପ୍ଲାଏ କରିଥିଲେ ତାହେଲେ ଏବେ ଟଙ୍କା ଆସିଯାଇଛି। ଆଉ ଏବେ ଆପଣ ଯଦି 10th ରେ ପଢୁଛନ୍ତି ତାହେଲେ ଆପଣଙ୍କ ପୂର୍ବ କ୍ଲାସ ଥିଲା 9th କ୍ଲାସ, ତ 9th କ୍ଲାସ ଟାଇମ ରେ ଯଦି ଆପଣ ପ୍ରି ମାଟ୍ରିକ ସ୍କଲାରସିପ ଟି ଆପ୍ଲାଏ କରିଥିଲେ ତାହେଲେ ଏବେ ଟଙ୍କା ଆସିଯାଇଛି। ବୁଝିପାରିଲେ? 2024-25 ପାଇଁ ତ ଆପ୍ଲାଏ ଷ୍ଟାର୍ଟ ହେଇନି, ଷ୍ଟାର୍ଟ ହେଲେ କହିବି। ତ ଏବେ କେବଳ ଏତିକି ଜାଣି ରଖନ୍ତୁ, ଏଇ ଟାଇପ ର କିଛି ମେସେଜ ଆସିଛି। ଆଉ ଗୋଟେ କଥା, ଆପଣଙ୍କୁ କେତେ ଟଙ୍କା ମିଳିଲା ପ୍ରି ମାଟ୍ରିକ ସ୍କଲାରସିପ ର ଆମାଉଣ୍ଟ ମୁଁ ତ ଦେଖିଲି ଏବେ OBC ଷ୍ଟୁଡେଣ୍ଟ ର, OBC ପିଲାଙ୍କୁ କେତେ ଟଙ୍କା ଆସୁଛି ହେଲା। ଆପଣଙ୍କର ଯୋଉ କ୍ୟାଟେଗୋରୀ ହେଇଥିବ ସେଇ କ୍ୟାଟେଗୋରୀ ଅନୁସାରେ କେତେ ଟଙ୍କା କଣ ମିଳିଲା କଣ ନାହିଁ ଆପଣ ନିହାତି ଭାବରେ କମେଣ୍ଟ କରିକି ଜଣେଇବେ। ଆଉ ଆପଣଙ୍କୁ ମେସେଜ ଆସିଛି କି ନାହିଁ ନିହାତି ଭାବରେ ଜଣେଇବେ ହେଲା। ଭିଡିଓକୁ ଲାଇକ୍ କରନ୍ତୁ, ଫଟାଫଟ ସେୟାର କରିଦିଅନ୍ତୁ, ସମସ୍ତଙ୍କ ପାଖରେ ଅପଡେଟ ଟା ପହଞ୍ଚିବା ଦରକାର। ପୁଣି ଦେଖାହବ ଆଉ ଗୋଟେ ନୂଆ ଭିଡିଓରେ, ସେଥିପାଇଁ ମତେ ବିଦାୟ ଦିଅନ୍ତୁ। ଥ୍ୟାଙ୍କ ୟୁ ଫର ୱାଚିଂ।